କିନ୍ତୁ ତାର ଶବ୍ଦ କେହି ନ ଶୁଣିଲା ଭଳି ଲାଗେ। ସେ ଖୋଜେ ସାହାଯ୍ୟ, କିନ୍ତୁ ପ୍ରତିଟି ପାଦ ଲାଗେ ଓଜନିଆ। ନ୍ୟାୟ ପାଇଁ ଲଢ଼େ, ହେଲେ ଲମ୍ବା ପ୍ରକ୍ରିୟା ଲାଗେ ଦଣ୍ଡ ଭୋଗିଲା ଭଳି। ସଂସ୍ଥା ଗୁଡ଼ିକର ଚକ୍ରବ୍ୟୁହରେ ଘୁରି ପ୍ରତ୍ୟେକ ସ୍ଥାନରେ ଭୋଗିଥିବା ପୀଡ଼ାକୁ ଦୋହରାଇବାର ଅସହାୟତା। ସୁରକ୍ଷା ପାଇଁ ନିର୍ମିତ ଏହି ବ୍ୟବସ୍ଥା ଅତ୍ୟଧିକ କଷ୍ଟଦାୟକ ହୋଇପାରେ। ମହିଳା ଓ ଶିଶୁ ବିକାଶ ବିଭାଗର ସହଭାଗିତାରେ UNFPA ଆରମ୍ଭ କରିଛନ୍ତି ଶକ୍ତି, ଏକ ବ୍ଲକଚେନ୍ ଚାଳିତ ପ୍ରୟାସ, ଯାହା ପୀଡ଼ିତାଙ୍କୁ ଗୋପନୀୟତା, ମର୍ଯ୍ୟାଦା ଏବଂ ସାଧନ ଦେଇ ଶକ୍ତିଶାଳୀ କରାଇଥାଏ। GBV ପ୍ରତିକ୍ରିୟା ପାଇଁ ପ୍ରଥମ ଥର ପାଇଁ ବ୍ଲକଚେନ୍ର ବ୍ୟବହାର କରାଯାଇଛି। ଶକ୍ତିରେ ପୀଡ଼ିତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ନିଜେ ବୁଝିଥିବା କଷ୍ଟକୁ ବାରମ୍ବାର ଅନ୍ୟ ଆଗରେ ଦୋହରାଇବାକୁ ପଡ଼ିବ ନାହିଁ। ସେମାନେ ସଂସ୍ଥା ଗୁଡ଼ିକରୁ ଦ୍ରୁତ ସମନ୍ୱିତ ପ୍ରତିକ୍ରିୟା ପାଇବେ। କୌଣସି ନକଲ ନାହିଁ, ବିଳମ୍ବ ନାହିଁ, ମିଳିବ କେବଳ ଶକ୍ତିଶାଳୀ କରୁଥିବା ସହାୟତା। ନୀତି ନିର୍ଦ୍ଧାରକ ଅଧିକାରୀଙ୍କ ପାଇଁ ଶକ୍ତିର ଡ୍ୟାସବୋର୍ଡ GBVକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଦ୍ରୁତ ତଥ୍ୟ ଚାଳିତ କାର୍ଯ୍ୟାନୁଷ୍ଠାନକୁ ସକ୍ଷମ କରିବ। କାରଣ ପ୍ରତିଟି ସଂଖ୍ୟାରେ ଅଛି ଏକ ଚେହେରା, ଏକ କାହାଣୀ, ଏକ ଜୀବନ ଯାହା ନ୍ୟାୟ ଆଉ ସଶକ୍ତିକରଣ ପାଇଁ ଯୋଗ୍ୟ। ହିଂସାମୁକ୍ତ ଭବିଷ୍ୟତ ସମ୍ଭବ। ଆମେ ଏକତ୍ର ଲିଙ୍ଗ ଭିତ୍ତିକ ହିଂସାକୁ ବନ୍ଦ କରି ଏକ ସୁରକ୍ଷିତ, ଶକ୍ତିଶାଳୀ ଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହୋଇ ରହିଛୁ। ଏହାଇ ପରିବର୍ତ୍ତନ, ଏହାଇ ଆମର ପ୍ରତିବଦ୍ଧତା, ଏହାଇ ଶକ୍ତି। ଟିକେ ଜୋରଦାର କରତାଳିର ଆଶା କରିବି। ବ୍ଲକଚେନ୍ ଟେକ୍ନୋଲୋଜି